ଆଜି ଏହା ଚିନ୍ତା କରି ଯେ ଖ୍ରୀଷ୍ଟ ଆନ୍ସାଙ୍ଗ କିପରି 37 ବର୍ଷ ଧରି ସୁସମାଚାରର ପଥରେ ଚାଲିଲେ। ଆସନ୍ତୁ ଆମେ ପିତା ଆନ୍ସାଙ୍ଗ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ପରମେଶ୍ୱର ଅଟନ୍ତି ଏହି ଶୀର୍ଷକର ସହିତ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ପାଇଁ କିଛି ସମୟ ନେବା। ଯେତେବେଳେ ବି ଆମ୍ଭେ ଖ୍ରୀଷ୍ଟ ଆନ୍ସାଙ୍ଗ ସ୍ୱର୍ଗୀୟମାତା ଏବଂ ସୁସମାଚାର ବିଷୟରେ ସାକ୍ଷ୍ୟ ଦେଉ, ତେବେ ଅନେକ ଲୋକ ଆମ୍ଭମାନଙ୍କୁ ପଚାରନ୍ତି, ଆପଣ କାହିଁକି ବିଶ୍ୱାସ କରୁଛନ୍ତି ଯେ ଆନ୍ସାଙ୍ଗ ପରମେଶ୍ୱର ଅଟନ୍ତି? କିଛି ଲୋକ ପଚାରନ୍ତି କାହିଁକି, ଯାହାର ଅର୍ଥ ହେଉଛି ଯେ ସେମାନେ ଏହା ସୂଚାଉଛନ୍ତି ଯେ ପରମେଶ୍ୱର ଆମ୍ଭମାନଙ୍କ ପରି ଶରୀର ଧାରଣ କରି ଏହି ପୃଥିବୀକୁ କିପରି ଆସିପାରିବେ। ଅନ୍ୟ ଅର୍ଥରେ ଯେତେବେଳେ ଆମ୍ଭେ ଏହି ଲୋକମାନଙ୍କ ସହିତ ସାକ୍ଷାତ ହେଉ, ତେବେ ସେମାନେ ବାସ୍ତବରେ ଏହା ପଚାରୁଛନ୍ତି ଯେ କ'ଣ ସେ କେବଳ ଜଣେ ମନୁଷ୍ୟ ନୁହନ୍ତି। ଯେତେବେଳେ ଆମ୍ଭେ ଏପରି ଲୋକଙ୍କ ସହିତ ସାକ୍ଷାତ ହେଉ, ତେବେ ଆମ୍ଭମାନଙ୍କୁ ଏହାର କାରଣ ବିଷୟରେ ଚିନ୍ତା କରିବା ଆବଶ୍ୟକ ଯେ ଆମ୍ଭେ କାହିଁକି ବିଶ୍ୱାସ କରୁ ଯେ ଖ୍ରୀଷ୍ଟ ଆନ୍ସାଙ୍ଗ ପରମେଶ୍ୱର ଅଟନ୍ତି ଏବଂ ତାଙ୍କ ଉପରେ ଆପଣ ବିଶ୍ୱାସକୁ ଦୃଢ଼ କରିବା। ଆପଣ କାହିଁକି ବିଶ୍ୱାସ କରନ୍ତି ଯେ ଆନ୍ସାଙ୍ଗ ପରମେଶ୍ୱର ଅଟନ୍ତି? ଯେତେବେଳେ ହଠାତ୍ ଆମ୍ଭମାନଙ୍କୁ ପ୍ରଶ୍ନ କରାଯାଏ, ଆପଣ କାହିଁକି ବିଶ୍ୱାସ କରନ୍ତି ଯେ ଆନ୍ସାଙ୍ଗ ପରମେଶ୍ୱର ଅଟନ୍ତି, ତେବେ ଆମ୍ଭମାନଙ୍କୁ ବାଇବେଲ ମାଧ୍ୟମରେ ଏକ ସ୍ପଷ୍ଟ ଏବଂ ସରଳ ଉତ୍ତର ଦେବା ପାଇଁ ପ୍ରସ୍ତୁତ ହେବା ଉଚିତ, ଯାହାଦ୍ୱାରା ଆମ୍ଭେ ଏହା ଚିନ୍ତା କରି ଭୟଭୀତ ନ ହେବା ଉଚିତ ଯେ ବାଇବେଲରେ ଏହି ପଦଟି କେଉଁଠାରେ ଅଛି। ଆମ୍ଭେ ଏହିପରି ଉତ୍ତର ଦେଇପାରିବା, ଖ୍ରୀଷ୍ଟ ଆନ୍ସାଙ୍ଗ ପରମେଶ୍ୱର ଅଟନ୍ତି କାରଣ ସେ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେବାର ପ୍ରତିଜ୍ଞା କରିଛନ୍ତି, ଯାହା କେବଳ ପରମେଶ୍ୱର ହିଁ ଦେଇପାରିବେ। କିମ୍ବା ସେ ପରମେଶ୍ୱର ଅଟନ୍ତି କାରଣ ସେ ଆମ୍ଭମାନଙ୍କୁ ସେହି ପାପଗୁଡ଼ିକର କ୍ଷମା ପ୍ରଦାନ କରିଛନ୍ତି ଯାହା ଦେବାର ଅଧିକାର କେବଳ ପରମେଶ୍ୱରଙ୍କ ଠାରେ ଅଛି। କିମ୍ବା ସେ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି କାରଣ ସେ ନୂତନ ନିୟମର ପ୍ରଚାର କଲେ ଯାହା କେବଳ ପରମେଶ୍ୱର ହିଁ କରିପାରିବେ। ଏପରି ଏଥିପାଇଁ କାରଣ ବାଇବେଲ ଏବଂ ଭବିଷ୍ୟତ ବକ୍ତାମାନେ ଏହି ବିଷୟରେ ସାକ୍ଷ୍ୟ ଦିଅନ୍ତି ଯେ ଯିଏ ଏହି ସମସ୍ତ ବିଷୟକୁ ପୂରଣ କରେ ସେ ପରମେଶ୍ୱର ଅଟନ୍ତି, ଯାହାଙ୍କୁ ଆମ୍ଭେ ଗ୍ରହଣ କରିବା ଉଚିତ। ବାଇବେଲ କୁହେ ଯେ ଯେତେବେଳେ ପରମେଶ୍ୱର ମାନବ ରୂପରେ ଶରୀରରେ ଆସି ଆମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି, ଆମ୍ଭେମାନେ ତାଙ୍କୁ ଚିହ୍ନିବା ଉଚିତ। 2000 ବର୍ଷ ପୂର୍ବେ ଯେତେବେଳେ ଯୀଶୁ ଶରୀରରେ ଏହି ପୃଥିବୀକୁ ଆସିଲେ, ତେବେ ଲୋକମାନେ ଏହି ଧାରଣା ସହିତ ତାଙ୍କ ବିଷୟରେ ସନ୍ଦେହରେ ପରିପୂର୍ଣ୍ଣ ଥିଲେ, କ'ଣ ସେ ପ୍ରକୃତରେ ଖ୍ରୀଷ୍ଟ, ନା ସେ କେବଳ ଜଣେ ଭବିଷ୍ୟତ ବକ୍ତା, କିମ୍ବା କ'ଣ ସେ କେବଳ ଜଣେ ଗୁରୁ ଅଟନ୍ତି ଯେ ବାଇବେଲର ବାକ୍ୟଗୁଡ଼ିକ ଭଲ ଭାବେ ଜାଣିଛନ୍ତି। ଦିନେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ କହନ୍ତି? ଶିଷ୍ୟମାନେ ଉତ୍ତର ଦେଲେ, କେହି କେହି ଏଲିୟ, ଆଉ କେହି କେହି ଜିରିମିୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ। ଯୀଶୁ ନିଜ ଶିଷ୍ୟମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ? ଲୋକମାନେ ଯୀଶୁଙ୍କୁ ଜଣେ ଭବିଷ୍ୟତ ବକ୍ତା କିମ୍ବା ଗୁରୁ ଭାବରେ ବୁଝିଥିଲେ, ଯେଉଁମାନେ ଅନ୍ୟ ଲୋକଙ୍କ ଅପେକ୍ଷା ବ୍ୟବସ୍ଥା ବିଷୟରେ ଟିକିଏ ଅଧିକ ଜାଣନ୍ତି। କିନ୍ତୁ ପିତର କହିଲେ, ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ଯୀଶୁ ପୃଥିବୀକୁ ଆସିବାର 700 ବର୍ଷ ପୂର୍ବରୁ ଭବିଷ୍ୟତ ବକ୍ତା ଜିସାୟଙ୍କ ଦ୍ୱାରା ପରମେଶ୍ୱରଙ୍କ ପୁତ୍ର ବିଷୟରେ ଏକ ଭବିଷ୍ୟତବାଣୀ କରାଯାଇଥିଲା। ଜିସାୟ ଅଧ୍ୟାୟ 9 ପଦ 6ରେ ଲେଖା ଅଛି, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। କ'ଣ ଏହା ଭବିଷ୍ୟତ ବକ୍ତା ଜିସାୟ ଦ୍ୱାରା ଲେଖାଯାଏ ନାହିଁ? ଯେତେବେଳେ ପିତର କହିଲେ, ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର, ତେବେ ସେ ସ୍ୱୀକାର କରୁଥିଲେ, ଆପଣ ପୁତ୍ରଙ୍କ ରୂପରେ ଏହି ପୃଥିବୀକୁ ଆସିଥିବା ପରମେଶ୍ୱର ଅଟନ୍ତି। ଯୀଶୁ ନିଶ୍ଚୟ ପ୍ରସନ୍ନ ହୋଇଥିବେ। ଯଦିଓ ଯୀଶୁ ନିଜ ପରିଚୟ କେବେ ପ୍ରକାଶ କଲେ ନାହିଁ, କିନ୍ତୁ ପିତରଙ୍କ ସଠିକ ଉତ୍ତର ଶୁଣି ସେ ପ୍ରସନ୍ନ ହେଲେ। ଯୀଶୁ ପିତରଙ୍କୁ ଏହା କହି ଉତ୍ତର ଦେଲେ, ହେ ଜୋନସର ପୁତ୍ର ସିମୋନ, ତୁମେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରିନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି। ଆଜି ଆପଣ ଏବଂ ମୁଁ ଏହି ତଥ୍ୟକୁ ଜାଣିବାକୁ ପାଇଲୁ ଯେ ଖ୍ରୀଷ୍ଟ ଆନ୍ସାଙ୍ଗ ପରମେଶ୍ୱର ଅଟନ୍ତି। ଏହା ଆମ୍ଭ ଉପରେ ମନୁଷ୍ୟଙ୍କ ଦ୍ୱାରା ପ୍ରକାଶିତ ହୋଇନଥିଲା, କିନ୍ତୁ ପରମେଶ୍ୱର ହିଁ ଆମ୍ଭମାନଙ୍କୁ ଏହା ଜଣାଇଲେ। ଅନ୍ୟ ଅର୍ଥରେ ପରମେଶ୍ୱର ଯେ ସ୍ୱର୍ଗରେ ଅଛନ୍ତି, ସେ ଆମ୍ଭମାନଙ୍କୁ ଏହା ଜାଣିବା ପାଇଁ ଜ୍ଞାନ ଏବଂ ବୁଝିବାର ଶକ୍ତି ପ୍ରଦାନ କରିଛନ୍ତି, ହଁ ନା? ତେବେ ଆମ୍ଭେ କାହିଁକି ବିଶ୍ୱାସ କରୁ ଯେ ପିତା ଆନ୍ସାଙ୍ଗ ଏହି ପୃଥିବୀକୁ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଏବଂ ପରମେଶ୍ୱର ଅଟନ୍ତି? ସେ ପରମେଶ୍ୱର ଅଟନ୍ତି କାରଣ ସେ ଦାଉଦଙ୍କ ଭବିଷ୍ୟତବାଣୀ ପୂରା କଲେ। ସେ ପରମେଶ୍ୱର ଅଟନ୍ତି କାରଣ ସେ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି। ସେ ପରମେଶ୍ୱର ଅଟନ୍ତି କାରଣ ସେ ଆମ୍ଭମାନଙ୍କୁ ପାପ କ୍ଷମା ଦେଇଛନ୍ତି। ଆମ୍ଭେ ଅନେକ ସଂକ୍ଷିପ୍ତ ଉତ୍ତର ଦେଇପାରିବା, କିନ୍ତୁ ଆଜି ଆସନ୍ତୁ ଆମ୍ଭେ ଖ୍ରୀଷ୍ଟ ଆନ୍ସାଙ୍ଗ ପରମେଶ୍ୱର ଅଟନ୍ତି କାରଣ ସେ ଆମ୍ଭମାନଙ୍କୁ ଏଦନ ଉଦ୍ୟାନରୁ ଅମୃତ ବୃକ୍ଷ ଦେଇଛନ୍ତି। ଏହି ଉପନାମ ସହିତ ଶରୀରରେ ପ୍ରକାଶ ହେଉଥିବା ପରମେଶ୍ୱରଙ୍କୁ ଜାଣିବାର ପ୍ରମାଣ ଦେଖିବା। ଯୋହନ ଅଧ୍ୟାୟ 5 ପଦ 39ର ଶିକ୍ଷା ଅନୁଯାୟୀ ଶରୀରରେ ଆସିଥିବା ପରମେଶ୍ୱରଙ୍କ ସାକ୍ଷ୍ୟ ଦେବା ପାଇଁ ବାଇବେଲକୁ ଲେଖାଯାଇଥିଲା।
ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି ବୋଲି ମନେ କରୁଅଛ ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି। ଯଦି କେହି ନିଜକୁ ଖ୍ରୀଷ୍ଟ ବୋଲି ଦାବି କରନ୍ତି କିନ୍ତୁ ବାଇବଲର ଭବିଷ୍ୟତବାଣୀ ଗୁଡ଼ିକୁ ପୂରଣ କରନ୍ତି ନାହିଁ ତେବେ ସେ ଜଣେ ମିଥ୍ୟା ଖ୍ରୀଷ୍ଟ। ସେ ବାଇବଲ ଦ୍ୱାରା ପ୍ରମାଣିତ ହୋଇଥିବା ସ୍ପଷ୍ଟ ପ୍ରମାଣ ଦେଖାଇବାକୁ ସମର୍ଥ ହେବା ଆବଶ୍ୟକ। ଯେହେତୁ ଏହା ଲେଖା ଅଛି ଯେ ସେହି ବାଇବଲ ମୋ ବିଷୟରେ ସାକ୍ଷ୍ୟ ଦେଉଅଛି ତେବେ କ'ଣ ଆମ୍ଭେ ବାଇବେଲକୁ ପରମେଶ୍ୱରଙ୍କ ପରିଚୟ ପତ୍ର ଭାବରେ ଗ୍ରହଣ କରିପାରିବା ନାହିଁ? ଆପଣଙ୍କ ଆଇଡି କାର୍ଡରେ ସେହି ବର୍ଷ ଯେତେବେଳେ ଆପଣ ଜନ୍ମ ହୋଇଥିଲେ ଏବଂ ଆପଣଙ୍କ ପୁରା ନାମ ଲେଖାଯାଇଅଛି। କେତେକ ଆଇଡି କାର୍ଡରେ ଫିଙ୍ଗର ପ୍ରିଣ୍ଟ ମଧ୍ୟ ଥାଏ। ଆପଣଙ୍କ ସମ୍ପୂର୍ଣ୍ଣ ପରିଚୟ ଆପଣଙ୍କ ଆଇଡି କାର୍ଡରେ ଅଛି। ଯେହେତୁ ପରମେଶ୍ୱର କହିଲେ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି ତେବେ ଯେତେବେଳେ ସେ ଶରୀରରେ ଆସନ୍ତି ତେବେ ଆମ୍ଭେ ବାଇବେଲରେ ପରମେଶ୍ୱରଙ୍କ ସମସ୍ତ ରେକର୍ଡକୁ ଖୋଜିବାରେ ସକ୍ଷମ ହେଉ। ଯେପରିକି ସେହି ସମୟ ଯେତେବେଳେ ସେ ପ୍ରକାଶ ହେବେ ସେହି ସ୍ଥାନ ଯେଉଁଠାରେ ସେ ଜନ୍ମ ହେବେ ଏବଂ ସେହି ସତ୍ୟ ଯେ ସେ ଆଣିବେ। ଆମ୍ଭେ କହିପାରିବା ଯେ ବାଇବେଲରେ ପରମେଶ୍ୱରଙ୍କ ଆଙ୍ଗୁଠିର ଚିହ୍ନ ରହିଛି। ଖ୍ରୀଷ୍ଟଙ୍କୁ ବାଇବେଲ ଏବଂ ଭବିଷ୍ୟତ ବକ୍ତାମାନଙ୍କର ସାକ୍ଷ୍ୟ ଅନୁଯାୟୀ ଆସିବା ଉଚିତ। ଯଦି ସେମାନେ ବାଇବେଲ ନାମକ ଆଇଡି କାର୍ଡରେ ଥିବା ପରିଚୟ ସହିତ ମେଳ ଖାଉନାହାନ୍ତି ତେବେ ସେମାନେ ମିଥ୍ୟା ଖ୍ରୀଷ୍ଟ କିମ୍ବା ଖ୍ରୀଷ୍ଟ ବିରୋଧୀ ଅଟନ୍ତି। ଆସନ୍ତୁ ଆମ୍ଭେ ନିଶ୍ଚିତ କରିବା ଯେ ଯିଏ ଆମ୍ଭମାନଙ୍କୁ ଏଦନ ଉଦ୍ୟାନରୁ ଅମୃତ ବୃକ୍ଷ ଦିଅନ୍ତି ସେ ସତ୍ୟ ଖ୍ରୀଷ୍ଟ ଅଟନ୍ତି। ଆସନ୍ତୁ ଆମ୍ଭେ ମାଥିଉ ଅଧ୍ୟାୟ 13 ଉପରେ ଏକ ନଜର ପକାଇବା। ମାଥିଉ ଅଧ୍ୟାୟ 13 ପଦ 34ରେ ଲେଖା ଅଛି, ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକସମୂହକୁ କହିଲେ ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁନଥିଲେ। ଯେପରି ଭାବବାଦୀମାନଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା ଜଗତର ପତନାବଧି ଗୁପ୍ତ ବିଷୟ ସବୁ ବ୍ୟକ୍ତ କରିବା। ମାଥିଉ ଅଧ୍ୟାୟ 13 ପଦ 35ରେ ଲେଖା ଅଛି ଯେ ଜଗତର ପତନାବଧି ଗୁପ୍ତ ବିଷୟ ସବୁ। ଏହାର ଅର୍ଥ ଯେ ଜଗତର ପତନାବଧି ସମୟରୁ ପରମେଶ୍ୱର କିଛି ଗୁରୁତ୍ୱପୂର୍ଣ୍ଣ ରହସ୍ୟ ଗୁପ୍ତ ରଖିଛନ୍ତି। ବାଇବଲର 66ଟି ପୁସ୍ତକ ମଧ୍ୟରୁ କ'ଣ ଆଦି ପୁସ୍ତକରେ ଜଗତର ପତନାବଧିର ରେକର୍ଡ ନାହିଁ? ତେବେ ଆସନ୍ତୁ ଆମ୍ଭେ ଆଦି ପୁସ୍ତକରୁ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ପରମେଶ୍ୱରଙ୍କ ପରିଚୟର ଯାଞ୍ଚ କରିବା। ଯେହେତୁ ଅନେକ ମିଥ୍ୟା ଖ୍ରୀଷ୍ଟ ଏବଂ ମିଥ୍ୟା ଭବିଷ୍ୟତ ବକ୍ତା ଏହି ପୃଥିବୀରେ ବହୁ ପରିମାଣରେ ଦେଖାଯାଉଛନ୍ତି ତେବେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଆଇଡି କାର୍ଡ ମାଧ୍ୟମରେ ସତ୍ୟ ଖ୍ରୀଷ୍ଟଙ୍କ ପରିଚୟକୁ ଯତ୍ନର ସହ ଯାଞ୍ଚ କରିବାର ଆବଶ୍ୟକତା ଅଛି। ଆଜି ମୁଁ ଆପଣଙ୍କୁ ଏହା ଏଥିପାଇଁ ବୁଝାଉଅଛି କାରଣ ପିତା କହିଥିଲେ ବର୍ତ୍ତମାନ ଠାରୁ ଶରୀରରେ ଆସିଥିବା ପରମେଶ୍ୱରଙ୍କୁ ଯତ୍ନ ସହକାରେ ପ୍ରଚାର କର। ପିତାଙ୍କ ବାକ୍ୟ ଶୁଣିବା ପରେ ମୁଁ ପ୍ରେରିତମାନଙ୍କ ପୁସ୍ତକ ସମ୍ପୂର୍ଣ୍ଣ ପଢ଼ିଲି। ପଢ଼ିବା ବେଳେ ମୁଁ ଦେଖିଲି ଯେ ସମସ୍ତ ପ୍ରେରିତମାନଙ୍କ ଦ୍ୱାରା ପ୍ରଚାରିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଏହା ଥିଲା ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ପରମେଶ୍ୱରଙ୍କ ବିଷୟରେ ପ୍ରଚାର କରିବା ଯେ ପୁତ୍ରଙ୍କ ଯୁଗରେ ଏହି ପୃଥିବୀକୁ ଶରୀରରେ ଆସିଥିଲେ ତାଙ୍କ ପାଇଁ ଏକ ମହତ୍ ମିଶନ ଥିଲା। ପୁଣି ପବିତ୍ର ଆତ୍ମାଙ୍କ ଯୁଗରେ ବାସ କରୁଥିବା ପରମେଶ୍ୱରଙ୍କ ଲୋକ ଭାବରେ ଆମ୍ଭମାନଙ୍କୁ କ'ଣ କରିବା ଉଚିତ? ଏହି ଯୁଗରେ କ'ଣ ଆମ୍ଭେ ସେତେ ପରିଶ୍ରମ ସହିତ ଖ୍ରୀଷ୍ଟ ଆଂଶା ହୁଁ ଯେ ଶରୀରରେ ଆସିଥିବା ପରମେଶ୍ୱର ଅଟନ୍ତି ଶୁଭ ସନ୍ଦେଶର ପ୍ରଚାର ସମସ୍ତ ଜାତିଙ୍କୁ କରୁଅଛୁ ଯେତେ ପ୍ରଥମ ଚର୍ଚ୍ଚ କରିଥିଲା? ମୁଁ ଏହା କହୁନାହିଁ ଯେ ଆମ୍ଭେ ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତାଙ୍କ ବିଷୟରେ ପ୍ରଚାର କରୁନାହୁଁ। ତଥାପି ମୋତେ ଲାଗୁଛି ଯେ ଆମ୍ଭେମାନେ ତାଙ୍କ ବିଷୟରେ ସେତିକି ପ୍ରଚାର କରିନାହୁଁ ଯେତେ ବିଶ୍ରାମ ଦିନ, ନିସ୍ତାର ପର୍ବ ଏବଂ ନୂତନ ନିୟମର ବିଷୟରେ ପ୍ରଚାର କରିଅଛୁ। ତେବେ ଆଜି ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 2କୁ ଯାଇ ଅମୃତ ବୃକ୍ଷ ଏବଂ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ ଉପରେ ଧ୍ୟାନ କେନ୍ଦ୍ରିତ କରିବା। ଆଦି ପୁସ୍ତକ ଅଧ୍ୟାୟ 2 ପଦ 8ରେ ଲେଖା ଅଛି, ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବ ଦିଗସ୍ଥ ଏଦନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ୱନିର୍ମିତ ମନୁଷ୍ୟକୁ ରଖିଲେ। ସଦାପ୍ରଭୁ ପରମେଶ୍ୱର ସେହି ଭୂମିର ନାନା ଜାତୀୟ ସଦୃଶ ଓ ସୁଖାଦ୍ୟ ବୃକ୍ଷ ପୁଣି ସେହି ଉଦ୍ୟାନର ମଧ୍ୟସ୍ଥାନରେ ଅମୃତ ବୃକ୍ଷ ଓ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କଲେ। ପରମେଶ୍ୱର ଆମ୍ଭମାନଙ୍କୁ ବାସ୍ତବତା ଅନନ୍ତ ସ୍ୱର୍ଗ ରାଜ୍ୟ ବିଷୟରେ ଶିକ୍ଷା ଦେବା ପାଇଁ ପୃଥିବୀରେ ଏଦନ ଉଦ୍ୟାନକୁ ଏକ ଛାୟା ଭାବରେ ରଖିଲେ। ଏଦନ ଉଦ୍ୟାନରେ ପରମେଶ୍ୱର ଅମୃତ ବୃକ୍ଷ ଏବଂ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷକୁ ସୃଷ୍ଟି କଲେ। ମାଥିଉ ଅଧ୍ୟାୟ 13ରେ ପରମେଶ୍ୱର କହିଲେ ଯେ ସେ ଦୃଷ୍ଟାନ୍ତରେ ସବୁ କିଛି କହିଲେ। ତେଣୁ ଏଦନ ଉଦ୍ୟାନରେ ଯାହା କିଛି ଘଟିଲା ତାହା ଏକ ଦୃଷ୍ଟାନ୍ତ ମାତ୍ର ଯେଉଁଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟତବାଣୀ ଅର୍ଥ ନିହିତ ଅଛି। ପ୍ରକାଶିତ ବାକ୍ୟ ଅଧ୍ୟାୟ 12ରେ ପରମେଶ୍ୱର ପୂର୍ବରୁ ହିଁ ସେହି ସର୍ପର ବ୍ୟାଖ୍ୟା
ପୁରାତନ ନାଗ ବା ଶୈତାନ ଭାବରେ କରିଥିଲେ ଯେ ହବାଙ୍କୁ ପ୍ରଲୋଭନ କରିଥିଲା। 장면이 있지 않습니까? ଏହାଦ୍ୱାରା କ'ଣ ଆମେ ଏହା ବୁଝିପାରିବା ନାହିଁ ଯେ ଏଦନ ଉଦ୍ୟାନରେ ଯାହା କିଛି ଘଟିଲା ତାହା ଏକ ଦୃଷ୍ଟାନ୍ତ ମାତ୍ର? 비유적인 내용으로 그 말씀을 주셨던 것 아니겠습니까? ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 2 ପଦ 17ରେ ଅମୃତ ବୃକ୍ଷ ଏବଂ ସତ୍ ଜ୍ଞାନଦାୟକ ବୃକ୍ଷ ବିଷୟରେ ଦେଖିବା। 선악 ମାତ୍ର ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ ସେହି ଦିନ ନିତାନ୍ତ ମରିବ। 정령 죽으리라고 했습니다. 그런데 ତଥାପି ଆଦି ପୁସ୍ତକ ଅଧ୍ୟାୟ 3ରେ ଆମେ ଦେଖିପାରିବା ଯେ ଆଦମ ଏବଂ ହବା ସର୍ପର ପ୍ରଲୋଭନରେ ପଡ଼ି ସତ୍ ଜ୍ଞାନଦାୟକ ବୃକ୍ଷର ମଧ୍ୟରୁ ଭୋଜନ କଲେ। 먹게 됩니다. ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 3 ପଦ 1 ଦେଖିବା। 여호와 하나님 ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଡ଼ ଥିଲା। 가로되 ସେ ନାରୀଙ୍କି କହିଲା, 으로 너희들어 ଆଗ ଏ କି ସତ୍ୟ ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଅଛନ୍ତି? ନାରୀ ସର୍ପକୁ କହିଲେ, ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ, 나무의 실과는 କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, 도 말라 ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, 하셨나니라. ତାହା କଲେ ମରିବ। 뱀이 여자에게 ସର୍ପ ନାରୀଙ୍କି କହିଲା, ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ, ବରଞ୍ଚ ପରମେଶ୍ୱର ଜାଣନ୍ତି ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ ସେହିଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। ଏଥିରେ ନାରୀ ସେହି ବୃକ୍ଷକୁ ସୁଖ୍ୟାଦର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁର ଫଳ ତୋଳି ଖାଇଲା। ପୁଣି ଆପଣା ସଙ୍ଗସ୍ଥ ସ୍ୱାମୀକୁ ଦିଅନ୍ତେ ସେ ମଧ୍ୟ ଖାଇଲେ, ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ। ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମିରି ବୃକ୍ଷର ପତ୍ର ସିଂ ଘାଗରା ବନାଇଲେ। ଶେଷରେ ଆଦମ ଏବଂ ହବା ଶୈତାନ ଦ୍ୱାରା ପ୍ରଲୋଭିତ ହେଲେ ଏବଂ ନିଷେଧ ଫଳ ଖାଇଲେ। 먹게 됩니다. ସତ୍ ଜ୍ଞାନଦାୟକ ବୃକ୍ଷ ବିଷୟରେ ପରମେଶ୍ୱର କହିଲେ, ଯେହେତୁ ଯେଉଁ ଦିନ ତାହା ଖାଇବ ସେହି ଦିନ ନିତାନ୍ତ ମରିବ। 그건 하나님 କିନ୍ତୁ ସର୍ପ କ'ଣ କହିଲା? 뭐라고 ଯଦିଓ ତୁମ୍ଭେମାନେ ଏଥିରୁ ଖାଅ, ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ। ସେ ପରମେଶ୍ୱରଙ୍କ କଥାରେ ବିପରୀତ କହିଲା। 사용했습니다. 결국 ଶେଷରେ ଆଦମ ଏବଂ ହବା ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଖାଇ ମୂଳ ପାପ କଲେ। 것을 만들어서 사람은 누구나 태어나면 ଫଳସ୍ୱରୂପ ସମସ୍ତ ମାନବ ଜାତିକୁ ଆଦମ ଏବଂ ହବାଙ୍କର ପାପ ନ୍ୟସ୍ତ ସମର୍ପଣ କରାଗଲା ଏବଂ ସେମାନେ ମୃତ୍ୟୁ ପାଇଁ ନିଯୁକ୍ତ। 말았습니다. 그렇다면 ତେବେ କ'ଣ ମାନବ ଜାତି ପାଇଁ ସତ୍ ଜ୍ଞାନଦାୟକ ବୃକ୍ଷର ଅଭିଶାପରୁ ମୁକ୍ତ ହେବାର କୌଣସି ରାସ୍ତା ନାହିଁ? 할 수 없는 것일까? ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଦି ପୁସ୍ତକର ରେକର୍ଡ ଏତେ ପ୍ରସିଦ୍ଧ ଯେ ଅନେକ ଲୋକ ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ ସେମାନେ ମଧ୍ୟ ଏହା ବିଷୟରେ ଜାଣନ୍ତି। 그런데 ସମଗ୍ର ବିଶ୍ୱ ବହୁତ ଭଲ ଭାବରେ ଜାଣନ୍ତି ଯେ ଆଦମ ଏବଂ ହବା ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଖାଇଲେ, 옆에 생 କିନ୍ତୁ ସେମାନେ ଅମୃତ ବୃକ୍ଷ ବିଷୟରେ ଜାଣନ୍ତି ନାହିଁ। 못합니다. ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 3 ପଦ 22ରେ ଦେଖିବା ଯେ ଅମୃତ ବୃକ୍ଷ ବିଷୟରେ ପରମେଶ୍ୱର କ'ଣ ଶିକ୍ଷା ଦେଲେ। 말씀 보도록 하겠습니다. ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ଦେଖ ମନୁଷ୍ୟ ଭଲମନ୍ଦର ବୋଧପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ 생명나무 ସେ କଳ ନ ହୋଇ 어떻게 ଅନନ୍ତ ଜୀବୀ ନ ହୋଇ। 선악 ପରମେଶ୍ୱର ସେମାନଙ୍କୁ ଶିକ୍ଷା ଦେଲେ ଯେ ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଖାଇବା ଦ୍ୱାରା ମୃତ୍ୟୁ ଘଟିବ ଏବଂ ଅମୃତ ବୃକ୍ଷ ମଧ୍ୟରୁ ଖାଇବା ଦ୍ୱାରା ଅନନ୍ତ ଜୀବନ ପ୍ରାପ୍ତ ହେବ। ପୁଣି ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇ ଯଦିଓ ଆଦମ ଏବଂ ହବା ମରଣଶୀଳ ହୋଇଗଲେ, କିନ୍ତୁ ଯଦି ସେମାନେ ଅମୃତ ବୃକ୍ଷର ଫଳ ଖାଇଥାନ୍ତେ ତେବେ କ'ଣ ହୋଇଥାନ୍ତା? ସେମାନେ ସବୁଦିନ ପାଇଁ ବଞ୍ଚିଥାନ୍ତେ। 그런데 하나님 କିନ୍ତୁ ପରମେଶ୍ୱର ପାପୀମାନଙ୍କୁ ଆପଣ ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ଖାଇବାକୁ ବାରଣ କଲେ। 일련의 조치를 취하십니다. ପଦ 23ରେ ଲେଖା ଅଛି, ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୂର୍ତ୍ତିକାରୁ ନୀତ ହୋଇଥିଲେ ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ। ଏହି ରୂପେ ସେ ଆଦମଙ୍କୁ ତଡ଼ିଦେଲେ। ପୁଣି କେଉଁ ପଥ ରକ୍ଷା କରିବା ନିମିତ୍ତ? ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବ ଦିଗରେ କିରୁବଗଣ ଓ ଚତୁର୍ଦିଗରେ ଘୂର୍ଣ୍ଣୟମାନ ଖଡ଼୍ଗ ସ୍ଥାପନ କଲେ। 결국 ସେମାନଙ୍କର ଅବଜ୍ଞାର ପରିଣାମ ସ୍ୱରୂପ ଆଦମ ଏବଂ ହବାଙ୍କୁ ଏଦନ ଉଦ୍ୟାନରୁ ବାହାର କରି ଦିଆଗଲା ଏବଂ ପରମେଶ୍ୱର କିରୁବଗଣ ଓ ଚତୁର୍ଦିଗରେ ଘୂର୍ଣ୍ଣୟମାନ ତେଜମୟ ଖଡ଼ଗ ସ୍ଥାପନ କଲେ। ଅମୃତ ବୃକ୍ଷର ପଥ ବନ୍ଦ କରିଦେଲେ, ଯାହାଫଳରେ କେହି ମଧ୍ୟ ସେ ପର୍ଯ୍ୟନ୍ତ ପହଞ୍ଚି ନ ପାରନ୍ତୁ। ଏହି ଦୃଶ୍ୟର ଏକ ବିଶେଷ ବିବରଣୀ ଅଛି ଯାହାକୁ ଆମେ ନିକଟରୁ ଧ୍ୟାନ ଦେବା ଉଚିତ। ଏଦନ ଉଦ୍ୟାନର ଅମୃତ ବୃକ୍ଷର ପଥ କିଏ ବନ୍ଦ କଲେ? ସେ ପରମେଶ୍ୱର ଥିଲେ ଯେ ଆପଣ ଆଜ୍ଞା ଅନୁସାରେ ପଥକୁ ବନ୍ଦ କଲେ। ତେବେ ପଥକୁ ଖୋଲିବାର ଅଧିକାର କାହା ପାଖରେ ଅଛି? 누구십니까? କେବଳ ପରମେଶ୍ୱର ହିଁ ଅମୃତ ବୃକ୍ଷର ପଥକୁ ଖୋଲିପାରିବେ।
여러분 ଭାଇ ଓ ଭଉଣୀମାନେ, ଚଳଚ୍ଚିତ୍ର ଏବଂ ଧାରାବାହିକରେ ପ୍ରତ୍ୟେକ ଚରିତ୍ରର ନିଜର ଭୂମିକା ଅଛି। 역할이 다 분담이 되어 있지 않습니까? ଅନେକ ଅଲଗା ଅଲଗା ଭୂମିକା ଅଛି। ମୁଖ୍ୟ ଚରିତ୍ର, ମୁଖ୍ୟ ଚରିତ୍ରର ପିତାମାତା, ମୁଖ୍ୟ ଚରିତ୍ରର ବନ୍ଧୁ ଏବଂ ମୁଖ୍ୟ ଚରିତ୍ରର ଶତ୍ରୁ ମଧ୍ୟ ସମସ୍ତେ ଏକ ଅଲଗା ଭୂମିକା ଗ୍ରହଣ କରନ୍ତି। 그런데 ସେହିପରି ବାଇବେଲ ଆମମାନଙ୍କୁ ଶିକ୍ଷା ଦିଏ ଯେ କେବଳ ପରମେଶ୍ୱର ହିଁ ଅମୃତ ବୃକ୍ଷର ପଥ ଖୋଲିବାର ଭୂମିକା ଗ୍ରହଣ କରିପାରନ୍ତି। କାହାକୁ ମଧ୍ୟ ସେହି ଭୂମିକା କେବଳ ଏଥିପାଇଁ ଦିଆଯାଇପାରେ ନାହିଁ କାରଣ ସେ ବାଇବେଲକୁ ଲକ୍ଷ ଲକ୍ଷ ଥର ପଢ଼େ। ଏହି ଭୂମିକା କେବଳ ପରମେଶ୍ୱରଙ୍କ ଦ୍ୱାରା ଗ୍ରହଣ କରାଯାଇପାରିବ ଯେତେବେଳେ ସେ ଶରୀରରେ ଆସନ୍ତି। ଏହା ଏଥିପାଇଁ କାରଣ ଏହା ଅମୃତ ବୃକ୍ଷର ପଥକୁ ବନ୍ଦ କରିବାର ଆଦେଶ ପରମେଶ୍ୱରଙ୍କ ଥିଲା। କାହା ପାଖରେ ମଧ୍ୟ ପରମେଶ୍ୱରଙ୍କ ଆଦେଶକୁ ପ୍ରତ୍ୟାହାର କରିବାର ଅଧିକାର ନାହିଁ। ଏକ ପ୍ରାଚୀନ ରାଜବଂଶରେ କ'ଣ ରାଜାଙ୍କ ଆଦେଶର ବଡ଼ ଅଧିକାର ନଥିଲା? ଯଦିଓ ଜଣେ ରାଜ୍ୟପାଳ କୁହନ୍ତି ମୁଁ ରାଜାଙ୍କ ଆଦେଶ ପାଳନ କରିବାକୁ ମନା କରିଦେଉଛି, ତେବେ ତାଙ୍କୁ ହତ୍ୟା କରାଯାଉଥିଲା। ସମସ୍ତଙ୍କୁ ରାଜାଙ୍କ ଆଦେଶ ମାନିବାକୁ ପଡୁଥିଲା। ଯଦି ପୃଥିବୀରେ ଏହି ଛୋଟ ଗ୍ରହରେ ବାସ କରୁଥିବା ମାନବ ଜାତି ପାଇଁ ଏହି ମାମଲା ଅଛି, ତେବେ ସ୍ୱର୍ଗରୁ ପରମେଶ୍ୱରଙ୍କ ଆଦେଶ ବିଷୟରେ କ'ଣ? କ'ଣ ସମଗ୍ର ବ୍ରହ୍ମାଣ୍ଡରେ ଏପରି କେହି ଅଛି ଯେ ପରମେଶ୍ୱରଙ୍କ ଆଦେଶର ଉଲ୍ଲଂଘନ କରିବାକୁ ସାହସ କରିବ? ଏପରି କେହି ନାହାନ୍ତି। ଯେହେତୁ ପରମେଶ୍ୱର କହିଲେ ପଥ ବନ୍ଦ କର, ତେବେ ସେ ଏକମାତ୍ର କିଏ ଯେ କହିପାରିବ ପଥ ଖୋଲ, ଯାହା ଫଳରେ ଅମୃତ ବୃକ୍ଷର ପଥ ଖୋଲା ଯାଇପାରେ? 하나님 아니고는 ସେ କେବଳ ପରମେଶ୍ୱର ଅଟନ୍ତି, ହଁ ନା? 그래서 오늘 ତେଣୁ ଯଦି କେହି ଆପଣଙ୍କୁ ପଚାରନ୍ତି ଆପଣ କାହିଁକି ବିଶ୍ୱାସ କରୁଛନ୍ତି ଯେ ପିତା ଆନସାଂ ହିଁ ପରମେଶ୍ୱର ଅଟନ୍ତି, ତେବେ ଆପଣଙ୍କୁ ସେମାନଙ୍କୁ ଅମୃତ ବୃକ୍ଷ ବିଷୟରେ ଏହା କହି ବୁଝାଇବା ଉଚିତ। ବାଇବେଲ ଅନୁଯାୟୀ ସେ ହେଉଛନ୍ତି ଏକମାତ୍ର ଯେ ଅମୃତ ବୃକ୍ଷର ପଥ ଖୋଲିପାରିବ, ପରମେଶ୍ୱର ଅଟନ୍ତି। ଅମୃତ ବୃକ୍ଷ ଓ ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର କାହାଣୀ ବିଷୟରେ ମାଥିଉ ଅଧ୍ୟାୟ 13 କ'ଣ କହେ? 비유라고 ଏହା କହେ ଯେ ଏହା ଏକ ଦୃଷ୍ଟାନ୍ତ। ସର୍ପ ଶୈତାନକୁ ଦର୍ଶାଏ ଏବଂ ଆଦମ ଆଗମନ ଖ୍ରୀଷ୍ଟଙ୍କୁ ଦର୍ଶାଏ। ତେବେ କ'ଣ ଆମ୍ଭମାନଙ୍କୁ ଜାଣିବା ଉଚିତ ନୁହେଁ ଯେ ଅମୃତ ବୃକ୍ଷ କାହାକୁ ଦର୍ଶାଏ? 있지 않겠습니까? ଅମୃତ ବୃକ୍ଷର ବାସ୍ତବତା କ'ଣ ଯାହା ଆମ୍ଭମାନଙ୍କୁ ଅନନ୍ତ ଜୀବନ ପାଇବା ପାଇଁ ଖାଇବା ଉଚିତ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ପାଇଁ ଆସନ୍ତୁ ଆମ୍ଭେ ଦେଖିବା ଯେ ଯୋହନ ଅଧ୍ୟାୟ 6 ପଦ 53ରେ ପରମେଶ୍ୱର ଆମ୍ଭମାନଙ୍କୁ କ'ଣ ଶିଖାନ୍ତି। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ 마시지 아니하면 ତୁମ୍ଭମାନଙ୍କଠାରେ ଜୀବନ ନାହିଁ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ କ'ଣ ପ୍ରାପ୍ତ ହୁଏ? ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଆସନ୍ତୁ ଆମ୍ଭେ ଯୋହନ ଅଧ୍ୟାୟ 6କୁ ଯତ୍ନପୂର୍ବକ ଯାଞ୍ଚ କରିବା। 우리 인류 ଆଦି ପୁସ୍ତକର ଇତିହାସ ଅନୁଯାୟୀ ପରମେଶ୍ୱର ମାନବ ଜାତିକୁ କେବଳ ଅମୃତ ବୃକ୍ଷରୁ ଖାଇବା ଦ୍ୱାରା ହିଁ ଅନନ୍ତ ଜୀବନ ପ୍ରାପ୍ତ କରିବାକୁ ଅନୁମତି ଦେଇଥିଲେ। 하나님께서 허락하신 바가 없습니다. ଯୋହନ ଅଧ୍ୟାୟ 6ରେ 2000 ବର୍ଷ ପୂର୍ବେ ଏହି ପୃଥିବୀକୁ ଶରୀରରେ ଆସିଥିବା ପରମେଶ୍ୱର ଶିକ୍ଷା ଦେଲେ ଯେ ଯଦି ଆମ୍ଭେ ତାଙ୍କ ମାଂସ ଖାଇବା ଏବଂ ତାଙ୍କ ରକ୍ତ ପିଇବା, ତେବେ ଆମ୍ଭେ କ'ଣ ପାଇପାରିବା? ସେ କହିଲେ ଯେ ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ କରେ ଓ ରକ୍ତପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେଉଁ ପ୍ରକାର ଏଦନ ଉଦ୍ୟାନରେ ଅନନ୍ତ ଜୀବନ ପାଇବା ପାଇଁ କେବଳ ଗୋଟିଏ ହିଁ ପଥ ଥିଲା, ସେହି ପ୍ରକାର ଯୀଶୁ କେବଳ ଗୋଟିଏ ହିଁ ପଥ ସ୍ଥାପନ କରିଛନ୍ତି ଯାହା ମାଧ୍ୟମରେ ଆମେ ଅନନ୍ତ ଜୀବନ ପାଇପାରିବା। 구약은 ପୁରାତନ ନିୟମ ଏକ ଛାୟା ଏବଂ ନୂତନ ନିୟମ ହେଉଛି ବାସ୍ତବତା। 그럼 구약 그림자 ନୂତନ ନିୟମରେ ଯୀଶୁଙ୍କ ମାଂସ ଏବଂ ରକ୍ତ ହିଁ ଅମୃତ ବୃକ୍ଷର ବାସ୍ତବତା, ଯାହା ପୁରାତନ ନିୟମରେ ଛାୟା ଭାବରେ ପ୍ରକଟ ହୁଏ। 피로 등장하고 있습니다. 왜냐하면 କାରଣ ପରମେଶ୍ୱର କହିଲେ ଯଦି ତୁମ୍ଭେ ଏଦନ ଉଦ୍ୟାନରେ ଅମୃତ ବୃକ୍ଷର ଫଳ ଖାଇବ, ତେବେ ତୁମ୍ଭେ ଅନନ୍ତ ଜୀବନ ପାଇବ। 인자의 ଏବଂ ଯୋହନ ଅଧ୍ୟାୟ 6ରେ ମଧ୍ୟ କହିଲେ ଯଦି ତୁମ୍ଭେ ମନୁଷ୍ୟ ପୁତ୍ରଙ୍କର ମାଂସ ଓ ରକ୍ତ ଖାଇବ ଓ ପିଇବ, ତେବେ ଅନନ୍ତ ଜୀବନ ପାଇବ। ଅନ୍ୟ ଅର୍ଥରେ ଦୃଷ୍ଟାନ୍ତରେ ଅମୃତ ବୃକ୍ଷର ବାସ୍ତବତା ଯୀଶୁଙ୍କ ମାଂସ ଏବଂ ରକ୍ତ ଯେ ସ୍ୱୟଂ ଯୀଶୁ ଅଟନ୍ତି। 이 성경을 통해서 ଆମ୍ଭେ ବାଇବେଲ ମାଧ୍ୟମରେ ଏହାକୁ ନିଶ୍ଚିତ କରିପାରିବା। ଆସନ୍ତୁ ଆମ୍ଭେ ପଦ 54 ସହିତ ଜାରି ରଖିବା। 마지막 날에 ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। ଯେ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ, ସେ ମୋଠାରେ ରହେ ଓ ମୁଁ ତାହାଠାରେ ରହେ। 하나님 ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ 내가 아버지 ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ ସେ ମଧ୍ୟ ମୋ ହେତୁ ଜୀବିତ ରହିବ। ଲେଖା ଅଛି ଯେ ଯିଏ ଯୀଶୁଙ୍କୁ ଭୋଜନ କରେ ସେ ଜୀବିତ ରହିବ। 그럼 예수님 ତେଣୁ ଆମେ ସହଜରେ ବୁଝିପାରିବା ଯେ ଯୀଶୁ ଏଦନ ଉଦ୍ୟାନରେ ଅମୃତ ବୃକ୍ଷ ଅଟନ୍ତି। 쉽게 이해해 볼 수 있겠습니다. ତେବେ ଆସନ୍ତୁ ଆମ୍ଭେ ପଦ 58କୁ ଯିବା। 까지 한번 보고 넘 ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି ଏହା ଏହି, ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେ ପ୍ରକାର ନୁହେଁ ଯେ ଏହି ଆହାର ଭୋଜନ କରେ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। 인자의 살을 먹 ଯେଉଁମାନେ ମନୁଷ୍ୟ ପୁତ୍ରଙ୍କର ମାଂସ ଓ ରକ୍ତ ଖାଇଲେ ନାହିଁ, ସେମାନେ ହିଁ ଯେଉଁମାନେ ଅମୃତ ବୃକ୍ଷ ମଧ୍ୟରୁ ଖାଇଲେ ନାହିଁ। 인자의 살을
ଯେତେବେଳେ କି ଯେଉଁମାନେ ମନୁଷ୍ୟ ପୁତ୍ରଙ୍କର ମାଂସ ଓ ରକ୍ତ ଖାଇଛନ୍ତି ସେମାନେ ହିଁ ଅମୃତ ବୃକ୍ଷ ମଧ୍ୟରୁ ଖାଇଛନ୍ତି। 전 예수님 ପୁଣି 2000 ବର୍ଷ ପୂର୍ବେ ଯୀଶୁ ମାନବ ଜାତିଙ୍କୁ ତାଙ୍କ ମାଂସ ଖାଇବାକୁ ଏବଂ ରକ୍ତ ପିଇବାକୁ ଅନୁମତି କିପରି ଦେଲେ? 어떻게 했는가? 굉장히 중요한 내용입니다. ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। 찾아가 보도록 ଆସନ୍ତୁ ଆମ୍ଭେ ମାଥିଓ ଅଧ୍ୟାୟ 26 ପଦ 17କୁ ଯାଇ ଏହାର ଉତ୍ତର ଦେଖିବା। 말씀 보겠습니다. ପରେ ଖମିର ଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରି ବୋଲି ଆପଣ ଇଚ୍ଛା କରନ୍ତି? କିଛି ଲୋକ ପଚାରନ୍ତି, ଯେତେବେଳେ ଆମ୍ଭେ କିଛି ମୁହୂର୍ତ୍ତ ପୂର୍ବରୁ ଯୀଶୁଙ୍କ ମାଂସ ଓ ରକ୍ତ ବିଷୟରେ କଥାବାର୍ତ୍ତା କରୁଥିଲୁ, ତେବେ ଆପଣ ମୋତେ ହଠାତ୍ ନିସ୍ତାର ପର୍ବ ବିଷୟରେ କାହିଁକି ଦେଖାଉଛନ୍ତି? ନିସ୍ତାର ପର୍ବର ଯୀଶୁଙ୍କ ମାଂସ ଓ ରକ୍ତ ସହିତ ଏକ ଅତ୍ୟାବଶ୍ୟକ ସମ୍ପର୍କ ଅଛି। ଆସନ୍ତୁ ଆମ୍ଭେ ପଦ 18 ଦେଖିବା। ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି। ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ଏହା ହେଉଛି ସେହି ଦୃଶ୍ୟ ଯେଉଁଠାରେ ସେମାନେ ନିସ୍ତାର ପର୍ବ ପାଇଁ ପ୍ରସ୍ତୁତି କରିଥିଲେ। ଏଠାରେ ଆମ୍ଭେ ଯୀଶୁଙ୍କ ମାଂସ ଓ ରକ୍ତ ଏବଂ ନିସ୍ତାର ପର୍ବର ଉତ୍ସବ ମଧ୍ୟରେ ସମ୍ପର୍କ ଦେଖିପାରିବା। ଆସନ୍ତୁ ଆମ୍ଭେ ପଦ 26କୁ ଯିବା। ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋର ଶରୀର, 내 몸이라. ଅର୍ଥାତ୍ ମନୁଷ୍ୟ ପୁତ୍ରଙ୍କର ମାଂସ। 이렇게 지금 표현해 주셨고요. ପଦ 27। 의 말씀 보시면 ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର। 다 이것을 마시라. 자만의 ସେ ପାତ୍ରରେ ନିସ୍ତାର ପର୍ବର ଦ୍ରାକ୍ଷାରସ ବିଷୟରେ କହିଲେ, ଏଥିରୁ ସମସ୍ତେ ପାନ କର। 너희가 다 이것을 마시라. 20 ପଦ 28। 이것은 କାରଣ ଯେଉଁ 포도주는 ଅର୍ଥାତ୍ ନିସ୍ତାର ପର୍ବର ଦ୍ରାକ୍ଷାରସ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏହା ମୋହର ସେହି ରକ୍ତ। 다시 말해 ଅନ୍ୟ ଅର୍ଥରେ ପରମେଶ୍ୱର ପ୍ରତିଜ୍ଞା କଲେ ଯେ ନିସ୍ତାର ପର୍ବର ରୁଟି ତାଙ୍କର ମାଂସ ଏବଂ ଦ୍ରାକ୍ଷାରସ ତାଙ୍କର ରକ୍ତ। 절 예시간에 그 모든 ସେ ଏହି ପ୍ରତିଜ୍ଞାକୁ ନୂତନ ନିୟମ କହିଲେ ଏବଂ ନିସ୍ତାର ପର୍ବର ସତ୍ୟକୁ ଆହୁରି ଅଧିକ ଶକ୍ତିଶାଳୀ କଲେ। 이 진리를 더욱더 견고하게 ଆସନ୍ତୁ ଆମ୍ଭେ ଲୁକ୍ ଅଧ୍ୟାୟ 22 ପଦ 7 ଦେଖିବା। 22장 7절입니다. ପରେ ଯେଉଁଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମିର ଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା। 요한을 보내시며 ଆଉ ସେ ପିତର ଓ ଜୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରିପାରିବୁ ଏଥିପାଇଁ ତୁମେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ସେ ସେମାନଙ୍କୁ କହିଲେ, ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ। ସେ ଯେଉଁ ଗୃହରେ ପ୍ରବେଶ କରିବ ତାହା ପଛେ ପଛେ ସେହି ଗୃହକୁ ଯାଇ ଗୃହର କର୍ତ୍ତାଙ୍କୁ କହିବ, ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି ସେହି ଅତିଥିଶାଳା କାହିଁ? ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇବେ। ସେ ସ୍ଥାନରେ ପ୍ରସ୍ତୁତ କର। ଆଉ ସେମାନେ ଯାଇ ସେ ସେମାନଙ୍କୁ ଯେପରି କହିଥିଲେ ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ପୁଣି ସମୟ ଉପସ୍ଥିତ ହୁଅନ୍ତେ ସେ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ। ଆଉ ସେ ସେମାନଙ୍କୁ କହିଲେ, ମୋହର ଦୁଃଖଭୋଗ ପ୍ରଭେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି। ଆସନ୍ତୁ ଆମ୍ଭେ ନିସ୍ତାର ପର୍ବର ଭୋଜନର ଦୃଶ୍ୟକୁ ଦେଖିବା ପାଇଁ ପଦ 19କୁ ଯିବା। ପୁଣି ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି। ନିସ୍ତାର ପର୍ବର ରୁଟି ଭାଙ୍ଗି ସେମାନଙ୍କୁ ଦେଇ ସେ କହିଲେ, ଏହା ମୋର ଶରୀର ଅର୍ଥାତ୍ ମୋର ମାଂସ, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଯେଉଁଠାରେ ନିସ୍ତାର ପର୍ବର ଦ୍ରାକ୍ଷାରସ ଥିଲା ଘେନି କହିଲେ, ଏହି ପାନପାତ୍ର କ'ଣ ଆଉ କାହାମାନଙ୍କ ନିମନ୍ତେ ପାତିତ ହେଉଅଛି? ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ମାନବ ଜାତିକୁ ଯେଉଁମାନେ ଆଦମ ଏବଂ ହବାଙ୍କର ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଖାଇବାର ମୂଳ ପାପ ହେତୁ ମରିବାକୁ ନିଯୁକ୍ତ ଅଟନ୍ତି, ଅମୃତ ବୃକ୍ଷ ମଧ୍ୟରୁ ଖାଇବାର ଅନୁମତି ଦେବା ପରମେଶ୍ୱରଙ୍କ ସବୁଠାରୁ ଦୟାଳୁ ଉପହାର। ଜୋହନ, ମାଥ୍ୟୁ ଏବଂ ଲୁକ୍ ରଚିତ ସୁସମାଚାର ମାଧ୍ୟମରେ ଆମ୍ଭେ ନିଜେ ଯୀଶୁ ସାକ୍ଷ୍ୟ ଦେଉଥିବାର ଦେଖିପାରିବା ଯେ ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ କରେ ଓ ରକ୍ତପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। କେଉଁ ସତ୍ୟରେ ସେହି ନିୟମ ଅଛି ଯାହା ଆମ୍ଭମାନଙ୍କୁ ଯୀଶୁଙ୍କ ମାଂସ ଖାଇବାକୁ ଏବଂ ତାହାଙ୍କ ରକ୍ତ ପିଇବାକୁ ଅନୁମତି ଦିଏ? ଏହା ହେଉଛି ନୂତନ ନିୟମର ନିସ୍ତାର ପର୍ବର ସତ୍ୟ। ପୁଣି ଯେଉଁଠାରେ ନୂତନ ନିୟମର ନିସ୍ତାର ପର୍ବର ସତ୍ୟ ଅଛି ସେଠାରେ ଆଉ କ'ଣ ରହିବା ଉଚିତ? ସେଠାରେ ଅମୃତ ବୃକ୍ଷର ପଥ ରହିବା ଉଚିତ। ଆମ୍ଭେ ପ୍ରତିବର୍ଷ ନିସ୍ତାର ପର୍ବ ପାଳନ କରୁଛୁ, ତେଣୁ ଆମ୍ଭେ କହିପାରିବା ଯେ ଆମ୍ଭେ ପ୍ରତିବର୍ଷ ଅମୃତ ବୃକ୍ଷରୁ ଖାଉଅଛୁ। କିନ୍ତୁ କ'ଣ ଆମ୍ଭେ ପରମେଶ୍ୱରଙ୍କ ଅନୁମତି ବିନା ଅମୃତ ବୃକ୍ଷ ମଧ୍ୟରୁ ଖାଇପାରିବା? ନା,
आम्भे सेथि मध्यरु केबे भी खाई परिबा नाही। 먹을 수 있다는 तेबे एहार अर्थ कोण जे वर्तमान आम्हे अमृत वृक्ष मध्यरु खाई परिबा? 생명과를 먹 किए पुणी थरे आसीछन्ति एवं आम्भମାନଙ୍କୁ अमृत वृक्ष मध्यरु खाइबाको अनुमति देइछन्ति? 하나님께서 किए आसीछन्ति? परमेश्वर आसीछन्ति। 유월절 किए आम्भମାନଙ୍କୁ निस्तार पर्वर रोटी ओ द्राक्षा रस देइछन्ति? 아버지 안상님 पिता आनसाङ हों एवं नूतन जेरुसालेम स्वर्गीय माता ଖ୍ରୀଷ୍ଟ ଆନସାଂ ହୁଁ ବନ୍ଦ କରାଯାଇଥିବା ସମସ୍ତ ଦ୍ୱାରକୁ ଖୋଲିଦେଲେ। 열렸습니다. 그렇다면 ତେବେ ଆମ୍ଭମାନଙ୍କୁ ଜାଣିବା ଉଚିତ ଯେ ଏ କିଏ? 라는 사실을 알아야 됩니다. ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। 2000 ବର୍ଷ ପୂର୍ବେ ଫାରୁସି ଏବଂ ଶାସ୍ତ୍ରୀମାନେ ଯୀଶୁଙ୍କୁ ତାଡ଼ନା ଓ ନିନ୍ଦା କଲେ। 방하고 복음을 ଯୀଶୁ ଯେଉଁଠାକୁ ଗଲେ ସୁସମାଚାର ପ୍ରଚାର କଲେ, ସେମାନେ ଯୀଶୁଙ୍କ ବିରୁଦ୍ଧରେ ମନ୍ଦ କାର୍ଯ୍ୟ ମଧ୍ୟ କଲେ। 오늘날 이 ଏହି ଯୁଗରେ ମଧ୍ୟ ସେମାନଙ୍କ ପରି ଲୋକ ଅଛନ୍ତି। 있게 됩니다. ଆସନ୍ତୁ ଆମେ ଜିସାୟ ଅଧ୍ୟାୟ 51 ପଦ 7 ପଢ଼ିବା। ହେ ଧର୍ମଜ୍ଞ ଲୋକମାନେ, ତୁମ୍ଭମାନଙ୍କ ହୃଦୟରେ ଆମ୍ଭମାନଙ୍କ ବ୍ୟବସ୍ଥା ଅଛି। ତୁମ୍ଭେମାନେ ଆମ୍ଭର କଥା ଶୁଣ, ତୁମ୍ଭେମାନେ ମର୍ତ୍ତ୍ୟର ଅପମାନରେ ଭୀତ ହୁଅ ନାହିଁ 두려워 말라. ଅଥବା ସେମାନଙ୍କ ନିନ୍ଦାରେ ଉଦ୍ବିଗ୍ନ ହୁଅ ନାହିଁ। 하고 있습니다. ଭବିଷ୍ୟତ ବକ୍ତା ଜିସାୟଙ୍କ ଅନୁଯାୟୀ ଏପରି କିଛି ଲୋକ ରହିବେ ଯେଉଁମାନେ ଅନ୍ୟମାନଙ୍କ ନିନ୍ଦା ଦ୍ୱାରା ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ସେମାନଙ୍କର ଅପମାନକୁ ଭୟ କରିବେ। ସେଥିପାଇଁ ପରମେଶ୍ୱର ସେମାନଙ୍କ ବିଷୟରେ ପୂର୍ବରୁ ଆମ୍ଭମାନଙ୍କୁ ଚେତାବନୀ ଦେଇଛନ୍ତି। ପଦ 8, କାରଣ କୀଟ ସେମାନଙ୍କୁ ବସ୍ତ୍ର ପରି ଖାଇ ପକାଇବ ଓ ପୋକ ସେମାନଙ୍କୁ ଲୋମ ପରି ଖାଇ ପକାଇବ। ମାତ୍ର ଆମ୍ଭର ଧର୍ମ ଅନନ୍ତ କାଳ ସ୍ଥାୟୀ ହେବ ଓ ଆମ୍ଭର ପରିତ୍ରାଣ ପୁରୁଷ ପରମ୍ପରାରେ ରହିବ। ହେ ସଦାପ୍ରଭୁଙ୍କ ବାହୁ ଜାଗ ଜାଗ, ବଳ ପରିଧାନ କର, ଯେପରି ପୂର୍ବ କାଳରେ ପ୍ରାଚୀନ କାଳର ପୁରୁଷ ପରମ୍ପରାର ସମୟରେ ସେପରି ଜାଗ। ଯେ ରାହାବକୁ ଖଣ୍ଡ ଖଣ୍ଡ କରି କାଟିଲେ, ସେ ନାଗକୁ ବିଦ୍ଧ କଲେ, ସେ କି ତୁମ୍ଭେ ନୁହଁ? ଯେ ସମୁଦ୍ରକୁ ମହାବାରିଧିର ଜଳସମୂହକୁ ଶୁଷ୍କ କଲେ, ଯେ ମୁକ୍ତପ୍ରାପ୍ତ ଲୋକମାନଙ୍କର ପାର ହେବା ନିମନ୍ତେ ସମୁଦ୍ରର ଗଭୀର ସ୍ଥାନକୁ ପଥ କଲେ, ସେ କି ତୁମ୍ଭ ନୁହଁ? ପୁଣି ସଦାପ୍ରଭୁଙ୍କର ନିସ୍ତାରିତ ଲୋକମାନେ ଫେରିଆସିବେ ଓ ଆନନ୍ଦ ଗାନ କରୁ କରୁ ସିଓନରେ ଉପସ୍ଥିତ ହେବେ। ନିତ୍ୟସ୍ଥାୟୀ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ। ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ। 하고 있습니다. ଭାଇ ଓ ଭଉଣୀମାନେ, ଯେହେତୁ ଆମ୍ଭମାନଙ୍କ କଷ୍ଟ ଏବଂ ନିର୍ଯାତନା ବିଷୟରେ ଭବିଷ୍ୟବାଣୀ ପୂର୍ବରୁ ହିଁ କରାଯାଇଥିଲା, ଏଥିପାଇଁ ଯେତେବେଳେ ଆମ୍ଭେ ଖ୍ରୀଷ୍ଟ ଆନସାଂ ଏବଂ ନୂତନ ଜେରୁସାଲେମ ସ୍ୱର୍ଗୀୟ ମାତାଙ୍କ ବିଷୟରେ ସାକ୍ଷ୍ୟ ଦେବା, ତେବେ ଆମ୍ଭେ ନିଶ୍ଚିତ ଭାବରେ ମାନବଙ୍କ ଅପମାନର ସମ୍ମୁଖୀନ ହେବା। ମାନବଙ୍କ ଅପମାନ ହେବାକୁ ହିଁ ଅଛି, କାରଣ ଏହା ଭବିଷ୍ୟତବାଣୀ କରାଯାଇଥିଲା। କିନ୍ତୁ ଯଦି ଆମେ ସେମାନଙ୍କ ଅପମାନରେ ଭୟଭୀତ ହୋଇ ଆତ୍ମସମର୍ପଣ କରିବା ଏବଂ ହାର ମାନିଯିବା, ତେବେ ଆମ୍ଭେ କହିପାରିବା ନାହିଁ ଯେ ଆମ୍ଭେ ପରମେଶ୍ୱରଙ୍କ ଲୋକ, ଯାହାଙ୍କ ହୃଦୟରେ ତାଙ୍କର ବ୍ୟବସ୍ଥା ଅଛି। 이 땅에 ତେଣୁ ଆଜି ଆସନ୍ତୁ ଆମ୍ଭେ ପୁଣି ଥରେ ପିତାଙ୍କ ବିଷୟରେ ଭାବିବା, ଯିଏ ଏହି ପୃଥିବୀକୁ ଶରୀରରେ ଆସିଥିଲେ ଏବଂ ମାନବ ଜାତିକୁ ଅମୃତ ବୃକ୍ଷ ଦେବା ପାଇଁ 37 ବର୍ଷ ଧରି ସୁସମାଚାର ପଥରେ ଚାଲିଲେ। 성경과 선지자들 ବାଇବଲ ଏବଂ ଭବିଷ୍ୟତ ବକ୍ତାମାନେ ଏହି ବିଷୟରେ ଦୃଢ଼ ଭାବରେ ସାକ୍ଷ୍ୟ ଦେଉଛନ୍ତି ଯେ 강력하게 ଖ୍ରୀଷ୍ଟ ଆନସାଂ ହୁଁ ନିଶ୍ଚିତ ଭାବରେ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି। 이사야서 25장 ଆସନ୍ତୁ ଆମେ ଜିସାୟ ଅଧ୍ୟାୟ 25 ପଦ 6 ପଢ଼ି ଏହାକୁ ନିଶ୍ଚିତ କରିବା। ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ, ଏହି ପର୍ବତ ସିଓନ ପର୍ବତକୁ ଦର୍ଶାଏ, ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର। 예언회를 ଲେଖା ଅଛି ଯେ ପରମେଶ୍ୱର ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ। ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର, ସୁନିର୍ମିଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ। ଆଉ ସର୍ବଗୋଷ୍ଠୀୟମାନଙ୍କ ଉପରେ ଯେଉଁ ଓଢ଼ଣା ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ। ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି। ପରମେଶ୍ୱର ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ବିନାଶ କିପରି କରିବେ? ସେ ପୁରାତନ ଦ୍ରାକ୍ଷାରସ ଦ୍ୱାରା ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ବିନାଶ କରିବେ। ଅନ୍ୟ ଅର୍ଥରେ ନିସ୍ତାର ପର୍ବର ରୁଟି ଏବଂ ଦ୍ରାକ୍ଷାରସ ଦ୍ୱାରା। ଆସନ୍ତୁ ଆମ୍ଭେ ପଦ 8 ସହିତ ଜାରି ରଖିବା। ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛିଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ, କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। ପଦ 9, ପୁଣି ସେଦିନ ଏହି କଥା କୁହାଯିବ, ଦେଖ, ଏହି କିଏ? ଏହି ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। 하나님께서 ଅବଶ୍ୟ ହିଁ ପରମେଶ୍ୱର ସେ ଅଟନ୍ତି ଯେ ମାନବ ଜାତି ପାଇଁ ଅମୃତ ବୃକ୍ଷ ଆଣନ୍ତି। 오시는 분입니다. 생명과 କ'ଣ ଅମୃତ ବୃକ୍ଷର ସତ୍ୟ ନିସ୍ତାର ପର୍ବର ସତ୍ୟ ନୁହେଁ? 나타나고 있지 않습니까? ଭବିଷ୍ୟତ ବକ୍ତା ଜିସାୟଙ୍କ ସମେତ ବାଇବଲର ସମସ୍ତ 66 ପୁସ୍ତକ କ୍ରମାଗତ ଭାବରେ ଏହି ବିଷୟରେ ସାକ୍ଷ୍ୟ ଦିଏ କି ଯେ ମାନବ ଜାତି ପାଇଁ ନିସ୍ତାର ପର୍ବ ଜୀବନର ସତ୍ୟ ଆଣିବ, ସେ ଆମ୍ଭମାନଙ୍କ ପରମେଶ୍ୱର। ବାଇବେଲ ସେହି ଦିନ ବିଷୟରେ ମଧ୍ୟ ସାକ୍ଷ୍ୟ ଦେଇଥାଏ ଯେତେବେଳେ ପରମେଶ୍ୱର ଏହି ପୃଥିବୀରେ ଏହି ନିସ୍ତାର ପର୍ବର ସତ୍ୟକୁ ଆଣିବେ। 무화과 나무가 ବାଇବଲରେ ପରମେଶ୍ୱର କହନ୍ତି, ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ
ସେତେବେଳେ ମୁଁ ଦ୍ୱାରରେ ଠିଆ ହୋଇ ଆଘାତ କରିବି। ତାଙ୍କ ଆଗମନ ବିଷୟରେ ସବୁ କିଛି ବାଇବେଲରେ ଲେଖା ହୋଇଛି। କ'ଣ ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ ଏହି ସ୍ପଷ୍ଟ ପ୍ରମାଣ ସହିତ ଏହି ପୃଥିବୀକୁ ଆସିଲେ? କ'ଣ ସେ ଆମ୍ଭମାନଙ୍କ ସ୍ୱର୍ଗୀୟ ପିତା ଖ୍ରୀଷ୍ଟ ଆଂସାହୁ ନୁହନ୍ତି? ସେ ଏହି ପୃଥିବୀରେ ମାନବ ଜାତି ପାଇଁ ଅମୃତର ବୃକ୍ଷ ଅର୍ଥାତ୍ ନିସ୍ତାର ପର୍ବ ଦେବାକୁ ଆସିଥିଲେ। ଯେତେବେଳେ ସେ 2000 ବର୍ଷ ପୂର୍ବେ ଇସ୍ରାଏଲକୁ ଆସିଥିଲେ, ତେବେ କଠୋର ନିର୍ଯାତନା ଏବଂ ଅପମାନ ସତ୍ତ୍ୱେ କ'ଣ ସେ ସ୍ୱର୍ଗକୁ ଯିବା ପୂର୍ବରୁ ନୂତନ ନିୟମର ନିସ୍ତାର ପର୍ବ ସ୍ଥାପନ କଲେ ନାହିଁ? ସେ ଦ୍ୱିତୀୟ ଆଗମନ ସମୟରେ ମଧ୍ୟ ନିସ୍ତାର ପର୍ବ ସ୍ଥାପନ କଲେ। ଆସନ୍ତୁ ଆମ୍ଭେ ଏବ୍ରୀ ଅଧ୍ୟାୟ 9ରେ ଆଉ ଏକ ଭବିଷ୍ୟତବାଣୀ ଦେଖିବା। ପଦ 27, ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ଆଉ ତାହାପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ ଯେତେବେଳେ ସେ ପ୍ରଥମ ଥର ଆସିଥିଲେ, ତେବେ ସେ ଏହି ପୃଥିବୀକୁ ପାପବଳୀର ଉତ୍ସର୍ଗ ହେବା ପାଇଁ ଆସିଥିଲେ। କେତେ ଥର? ଦ୍ୱିତୀୟ ଥର ପାପ ସକାଶୁ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ଯଦି ସେ ଦ୍ୱିତୀୟ ଥର ଏହି ପୃଥିବୀକୁ ଆସିନଥାନ୍ତେ, ତେବେ କ'ଣ ମାନବ ଜାତିକୁ ପରିତ୍ରାଣ ପ୍ରଦାନ କରାଯାଇପାରିଥାନ୍ତା? ନା, ମାନବ ଜାତିକୁ ପରିତ୍ରାଣ ଦିଆଯାଇପାରିନଥାନ୍ତା, କାରଣ ଯୀଶୁଙ୍କ ସ୍ୱର୍ଗାରୋହଣ ପରେ ଶୈତାନ ଚତୁର୍ଥ ଶତାବ୍ଦୀରେ ସତ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଲା। 321 ଖ୍ରୀଷ୍ଟାବ୍ଦରେ ରବିବାର ଆରାଧନା ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠିତ ହେଲା। ଯେତେବେଳେ ରବିବାର ଆରାଧନା ପ୍ରକଟ ହେଲା, ତେବେ ବିଶ୍ରାମ ଦିନ ଧୀରେ ଧୀରେ ଅଦୃଶ୍ୟ ହୋଇଗଲା। 325 ଖ୍ରୀଷ୍ଟାବ୍ଦରେ ନିସ୍ତାର ପର୍ବକୁ ନଷ୍ଟ କରାଗଲା। ଯେତେବେଳେ ନିସ୍ତାର ପର୍ବକୁ ନଷ୍ଟ କରାଗଲା, ତେବେ ତାହା କାହା ସହିତ ବଦଳାଗଲା? 354 ଖ୍ରୀଷ୍ଟାବ୍ଦରେ ଏହାକୁ ଖ୍ରୀଷ୍ଟ ମାସରେ ପରିବର୍ତ୍ତନ କରାଯାଇଥିଲା। ଏହିପରି ଶୈତାନ ଗୋପନୀୟ ଭାବରେ ଏବଂ ସମ୍ପୂର୍ଣ୍ଣ ଭାବରେ ପୃଥିବୀରୁ ନୂତନ ନିୟମର ସତ୍ୟକୁ ନଷ୍ଟ କରିଦେଲା। ଯଦିଓ କେହି ନିସ୍ତାର ପର୍ବ ପାଳନ କରିବାକୁ ଚାହୁଁଥିଲେ ମଧ୍ୟ, କିନ୍ତୁ କାହାକୁ ମଧ୍ୟ ଯେକୌଣସି ପରିସ୍ଥିତିରେ ତାହା ପାଳନ କରିବା ପାଇଁ ଅନୁମତି ଦିଆଯାଇନଥିଲା। ଅମୃତ ବୃକ୍ଷର ପଥ ଯାହା ପରମେଶ୍ୱରଙ୍କ ଦ୍ୱାରା ଖୋଲାଯାଇଥିଲା, ନିସ୍ତାର ପର୍ବ ନଷ୍ଟ କରାଯିବା ପରେ ବନ୍ଦ ହୋଇଗଲା। ହଁ ନା? ତେଣୁ ଏବ୍ରୀ ଅଧ୍ୟାୟ 9 ପଦ 28 ଅନୁଯାୟୀ ପରିତ୍ରାଣ ଦେବା ପାଇଁ ପରମେଶ୍ୱରଙ୍କୁ ଦ୍ୱିତୀୟ ଥର ଆସିବାକୁ ପଡ଼ିବ। କାରଣ କେବଳ ପରମେଶ୍ୱର ହିଁ ଆମ୍ଭମାନଙ୍କ ପରିତ୍ରାଣ ପାଇଁ ଅମୃତ ବୃକ୍ଷର ପଥ ଖୋଲିପାରିବେ। ତେଣୁ ଯେ ଅମୃତ ବୃକ୍ଷର ପଥ ଖୋଲନ୍ତି, ସେ ପରମେଶ୍ୱର ଖ୍ରୀଷ୍ଟ ହେବା ଉଚିତ, ଯେ ଦ୍ୱିତୀୟ ଥର ପ୍ରକାଶ ହେଉଛନ୍ତି। ଆଜି ଆମ୍ଭମାନଙ୍କ ଚାରିପାଖରେ ଥିବା ଅନେକ ଚର୍ଚ୍ଚ ଉପରେ ନଜର ପକାଇବା। ଚର୍ଚ୍ଚକୁ ଯାଉଥିବା ଅଧିକାଂଶ ଲୋକମାନେ ଏହା ମଧ୍ୟ ଜାଣିନାହାନ୍ତି କି ନିସ୍ତାର ପର୍ବ କ'ଣ, ଯଦିଓ ଏହା ବାଇବଲରେ ଅଛି। ଶୈତାନ ନିସ୍ତାର ପର୍ବକୁ କାହିଁକି ଲୁଚାଇଲା ଯାହାଦ୍ୱାରା ଲୋକମାନେ ତାହା ପାଳନ ନ କରନ୍ତୁ? କ'ଣ ଏହା ଦାନିଏଲ ଅଧ୍ୟାୟ 7ରେ ଲେଖାଯାଏ ନାହିଁ ଯେ ଶୈତାନ ନିରୂପିତ ସମୟ ଏବଂ ବ୍ୟବସ୍ଥାକୁ ପରିବର୍ତ୍ତନ କରିବ? ଯେତେବେଳେ ଶୈତାନ ପରମେଶ୍ୱରଙ୍କ ଜୀବନର ଆଜ୍ଞାକୁ ଲୁଚାଏ, ତେବେ ସେ ଶେଷରେ ଲୋକଙ୍କୁ କାହାକୁ ଜାଣିବାରୁ ଅଟକାଏ? ପରମେଶ୍ୱରଙ୍କୁ। ତାହାର ଉଦ୍ଦେଶ୍ୟ ପରମେଶ୍ୱରଙ୍କୁ ଜାଣିବାରୁ ଅଟକାଇବା। ଲୋକଙ୍କୁ ପରମେଶ୍ୱରଙ୍କ ମୁଖରୁ ବାହାରୁଥିବା ସମସ୍ତ ବାକ୍ୟ ଅବମାନନା କରିବାକୁ ଦେବା ପାଇଁ ଶୈତାନ ସେମାନଙ୍କୁ ପରମେଶ୍ୱରଙ୍କୁ ଜାଣିବାରୁ ଅଟକାଇବା ଉଚିତ। ତେଣୁ ଶୈତାନ ନିରୂପିତ ସମୟ ଏବଂ ବ୍ୟବସ୍ଥାକୁ ପରିବର୍ତ୍ତନ କରି ଚାଲିଲା। ଥରେ ଯେତେବେଳେ ଆମ୍ଭେ ନିସ୍ତାର ପର୍ବ ବିଷୟରେ ଜାଣିବା, ତେବେ ଆମ୍ଭେମାନେ ଭାବିଲୁ ନିସ୍ତାର ପର୍ବ ହେଉଛି ଅମୃତର ବୃକ୍ଷ। ପୁଣି ମାନବ ଜାତିର ପରିତ୍ରାଣର ଏହି ସତ୍ୟ ଘୋଷଣା କିଏ କଲେ? ପରେ ଆମ୍ଭେ ଜାଣିଲୁ ଯେ ସେ ହେଉଛନ୍ତି ସ୍ୱର୍ଗୀୟ ପିତା ଖ୍ରୀଷ୍ଟ ଆଂସାହୁ। ସେଥିପାଇଁ ଜିସାୟ ଭବିଷ୍ୟଦ୍ବକ୍ତା ଜିସାୟ 25ରେ ଲେଖିଲେ, ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ଭାଇ ଓ ଭଉଣୀମାନେ, କିଏ ଆମ୍ଭମାନଙ୍କ ପାଇଁ ନିସ୍ତାର ପର୍ବର ରୋଟି ଓ ଦ୍ରାକ୍ଷାରସ ଅର୍ଥାତ୍ ଅମୃତ ବୃକ୍ଷ ଆଣିଛନ୍ତି? ସେ ହେଉଛନ୍ତି ପିତା ଆଂସାହୁ। ତେବେ ସେ କିଏ ଅଟନ୍ତି? ସେ ହେଉଛନ୍ତି ଯାହାଙ୍କ ବିଷୟରେ ବାଇବେଲ ଏବଂ ଭବିଷ୍ୟଦ୍ବକ୍ତାମାନେ ସାକ୍ଷ୍ୟ ଦିଅନ୍ତି। ଆମ୍ଭେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ, ଯେଉଁମାନେ ମୃତ୍ୟୁ ପାଇଁ ନିଯୁକ୍ତ ହୋଇଥିଲେ, ପରମେଶ୍ୱର ଦ୍ୱିତୀୟ ଥର ପାଇଁ ଏହି ପୃଥିବୀକୁ ଆସିଲେ। କେବଳ ନିଜ ସନ୍ତାନମାନଙ୍କୁ ବଞ୍ଚାଇବା ଲକ୍ଷ୍ୟରେ ସେ ଏହି ପୃଥିବୀକୁ ଆସିଲେ ଏବଂ ନୂତନ ନିୟମର ନିସ୍ତାର ପର୍ବ ଘୋଷଣା କଲେ ଏବଂ ଆମ୍ଭମାନଙ୍କୁ ଶିକ୍ଷା ଦେଲେ। ନିସ୍ତାର ପର୍ବର ଏହି ସତ୍ୟକୁ ପାଳନ କରିବା ଦ୍ୱାରା ବର୍ତ୍ତମାନ ଆମ୍ଭମାନଙ୍କ ନିକଟରେ ପରିତ୍ରାଣ ଅଛି ଏବଂ ସ୍ୱର୍ଗରାଜ୍ୟ ଆମ୍ଭମାନଙ୍କୁ ଅପେକ୍ଷା କରିଛି। ଆମ୍ଭେ ଏହି ଆଶା ଏବଂ ସୁଖ ସହିତ ବଞ୍ଚୁଅଛୁ। ଆସନ୍ତୁ ଆମ୍ଭେ ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରି ପିତାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ସମସ୍ତ ଚେଷ୍ଟା କରିବା ଯେ ପିତା ଆଂସାହୁ ସତ୍ୟ ପରମେଶ୍ୱର ଅଟନ୍ତି। ମୁଁ ଆପଣ ସମସ୍ତଙ୍କୁ ସିଓନର ସେହି ସନ୍ତାନ ହେବାକୁ ଅନୁରୋଧ କରୁଛି, ଯେଉଁମାନେ ସମ୍ପୂର୍ଣ୍ଣ ହୃଦୟ ସହିତ ଏହି ଶେଷ ସୁସମାଚାର ପ୍ରଚାର କରନ୍ତି। ମୋର ଆଶା ଅଛି ଯେ ଆଜିର ଉପଦେଶ ମାଧ୍ୟମରେ ଆପଣ ବହୁତ ଅନୁଗ୍ରହ ପାଇଛନ୍ତି। ଆପଣଙ୍କୁ ବହୁତ ଧନ୍ୟବାଦ।